ସେ ଭିତରୁ କର୍ଣ୍ଣକୁ ବି ଆମେ ଶୁଣିଛୁ ଯେ ଇଏ ମହାଦାନୀ ଦାନବୀର। ଏ କଥାଟି କେତେ ପର୍ଯ୍ୟନ୍ତ ସତ? ଆଜ୍ଞା, ଆପଣ ତ ନାଁ ବି ଶୁଣିନଥିବେ ତାଙ୍କର। ଦେଖନ୍ତୁ, ଇଏ ହେଉଛି ମିଡ଼ିଆର ପ୍ରୋପୋଗଣ୍ଡା। କର୍ଣ୍ଣର ଚରିତ୍ର ଭଲ ନୁହେଁ ଆଜ୍ଞା। ମୁଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଭିଡ଼ିଓ, ମୁଁ ପ୍ରମାଣିତ କରିଦେବି। ଯିଏ ଜଗନ୍ନାଥଙ୍କୁ ଗୋଇଠା ମାରିଦେଲା, ଯିଏ କୃଷ୍ଣକୁ ଗୋଇଠା ମାରିଦେଲା, କୃଷ୍ଣକୁ ଅବମାନନା କଲା, ସିଏ କ'ଣ ମଣିଷ ହେବା ପାଇଁ ଯୋଗ୍ୟ ଆଜ୍ଞା? ସେ ମଣିଷ ହେବା ପାଇଁ ଯୋଗ୍ୟ ନୁହେଁ, ସେ ତ ପଶୁତୁଲ୍ୟ। କର୍ଣ୍ଣର ଦାନ ସବୁଠୁ ନିଚ କ୍ୱାଲିଟିର, ଏଠି ବି ଦେଖିଲେ ବି ନିଚ କ୍ୱାଲିଟିର ତମଗୁଣୀ ଦାନ। ଅହଙ୍କାରରେ ଥିଲା ଆଜ୍ଞା। ସିଏ ଯାହା ବି ଦେଇଥିଲା ସେ ଅହଙ୍କାରରେ ଦେଇଥିଲା। କବଚ କୁଣ୍ଡଳ ମୁଁ ଦେଖ ଦେଉଛି, ପୁଣି ଦ୍ରବ୍ୟ ଦାନ ଏଠି ବି ତଳେ। ତେଣୁକରି ଇଏ କୌଣସି ଦାନୀର ଲକ୍ଷଣ ନୁହେଁ ଆଜ୍ଞା। ହଁ, ତାଠାରୁ ବଡ଼ ଦାନୀ ତ ଆପଣମାନେ ସମସ୍ତେ ଆଜ୍ଞା। ଆପଣ ବିଶ୍ୱାସ କରୁନାହାନ୍ତି ନା? ମୁଁ ପ୍ରମାଣ କରିଦେବି। ମୁଁ ଆପଣଙ୍କର କିଏ ଆଜ୍ଞା? କେହି ନୁହଁ। କର୍ଣ୍ଣଠୁ ତ ଆପଣ ବଡ଼ ଦାନୀ ହେଇଗଲେ ଆଜ୍ଞା। କର୍ଣ୍ଣ କ'ଣ ଦାନୀ ଆପଣଙ୍କ ସାମ୍ନାରେ? ଜାଣିପାରିଲେ ଆଜ୍ଞା ଦାନର ମହତ୍ଵ କ'ଣ? ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, ଯେହେତୁ ଆପଣମାନେ ସମସ୍ତେ ଭକ୍ତ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭକ୍ତ, ଜଣେ ଓଡ଼ିଆ ସିଏ କେମିତି ବା ଭକ୍ତ ନ ହେବ ହରିଙ୍କର, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର। କିନ୍ତୁ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ, ଆପଣମାନେ ବି ଏ ଅନ୍ଧାରରେ ରହିଥିବେ। ବହୁତ ଆମେ ଦାନୀ ଦେଖିଛୁ, କିନ୍ତୁ ଶୁଣିଲା ବେଳକୁ ସେ ଭିତରୁ କର୍ଣ୍ଣକୁ ବି ଆମେ ଶୁଣିଛୁ ଯେ ଇଏ ମହାଦାନୀ ଦାନବୀର। ଏ କଥାଟି କେତେ ପର୍ଯ୍ୟନ୍ତ ସତ ଯେ କର୍ଣ୍ଣ ହେଉଛି ଦାନୀ କି ମହାବୀର? ଏ କଥାଟି ସତରେ ଶାସ୍ତ୍ରରେ ଲେଖା ହେଇଛି କି ଆମେ ସମସ୍ତେ କହୁ 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 ଲୋକ କଥାରେ ତାକୁ ଦାନୀ କରାଇ ଦେଇଛେ? ଏ କଥାର ଚର୍ଚ୍ଚା ଆମେ ଆଜି କରିବା। ଆପଣଙ୍କର ଆଖି ଖୋଲିଯିବ। ଶାସ୍ତ୍ରରେ ସଫାସଫା କୁହାହେଉଛି। ଶାସ୍ତ୍ର କଥା ତ ଆମେ ଚର୍ଚ୍ଚା କରିବା, କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣଙ୍କର ଅନେକ ଗୁଡ଼ିଏ ଅବତାର ଅଛି। ମୁଁ ଆଗରୁ ବି କହିଛି, ସେ ଅନେକ ଗୁଡ଼ିଏ ଅବତାର ଭିତରୁ ତାଙ୍କର ଅଂଶାବତାର ଅଛି, ଗୁଣାବତାର ଅଛି, ଗ୍ରନ୍ଥାବତାର ମଧ୍ୟ ଅଛି। ଗ୍ରନ୍ଥାବତାରରେ ଶ୍ରୀମଦ୍ ଭଗବତ ଗୀତା ଆଉ ଶ୍ରୀମଦ୍ ଭାଗବତମ ମହାପୁରାଣ, ସେଇ ତାଙ୍କର ଗ୍ରନ୍ଥାବତାର ଶ୍ରୀମଦ୍ ଭାଗବତମ ମହାପୁରାଣରେ ଚର୍ଚ୍ଚା ହେଉଛି। ଆଉ ସେ ଚର୍ଚ୍ଚା ଭିତରେ ସ୍ୱୟଂ ସୁକଦେବ ଗୋସ୍ୱାମୀ ମହାରାଜ ସିଏ ଚର୍ଚ୍ଚା କରୁଛନ୍ତି ଦାନବୀର ମହାଦାନୀଙ୍କର ଚର୍ଚ୍ଚା କରୁଛନ୍ତି। ସେଥିରେ କର୍ଣ୍ଣର, ଅଙ୍ଗରାଜ କର୍ଣ୍ଣର ନାଁ ନାହିଁ, ନାଁ ହିଁ ନାହିଁ। ତେଣୁକରି ଏ କଥାଟି ଆପଣ ଆଜିଠାରୁ ମନେ ରଖନ୍ତୁ। ଶ୍ରୀମଦ୍ ଭାଗବତ ମହାପୁରାଣରେ ଯେଉଁ ଫିଲ୍ଡରେ, ଯେଉଁ ଏରିଆରେ ଯେଉଁ ବ୍ୟକ୍ତିର ଚର୍ଚ୍ଚା ନାହିଁ, ତା ମାନେ ସେ ଶ୍ରେଷ୍ଠ ନୁହେଁ। ଆପଣ ଯେଉଁ କହୁଛନ୍ତି କର୍ଣ୍ଣ ଦାନୀ ବୋଲି ଶୁଣିଛନ୍ତି, ହଁ ନିଶ୍ଚିତ ଭାବରେ ଦାନ ତ ସମସ୍ତେ କରୁଛନ୍ତି ଆଜ୍ଞା। କଥା ହେବା, ଡିଟେଲ କଥା ହେବା। ଏ ଭିଡ଼ିଓଟି ବହୁତ ଲମ୍ବା ହେଇପାରେ ଆଜି ପର୍ଯ୍ୟନ୍ତ ମୋ ଜୀବନର ସବୁଠାରୁ ଲମ୍ବା ଭିଡ଼ିଓ, କିନ୍ତୁ କହିବି ଆଜ୍ଞା ଉଦାହରଣ ଦେଇ, ଏକ୍ଜାମ୍ପଲ ଦେଇ, କାହାଣୀକୁ କହି, ସତ କଥାକୁ କହି, ପ୍ରମାଣର ସହିତ, ସମ୍ପୂର୍ଣ୍ଣ ପ୍ରମାଣର ସହିତ ମୁଁ ପ୍ରମାଣିତ କରିଦେବି ଯେ ଆମେ କର୍ଣ୍ଣକୁ କେଉଁ ଜାଗାରେ ନେଇକି ବସେଇଛନ୍ତି। କର୍ଣ୍ଣର ଚରିତ୍ର ଆଦୌ ଭଲ ନୁହେଁ ଆଜ୍ଞା। ଆଦୌ ଭଲ ନୁହେଁ। ଯିଏ ମା ଦ୍ରୌପଦୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇପାରେ ନିଜ ଭାଉଜକୁ, ଭାଉଜ ବି କହିହେବନି କାହିଁକିନା ସିଏ ବଡ଼, କର୍ଣ୍ଣ ବଡ଼, ତେଣୁକରି ସିଏ ତାଙ୍କର ସାନ ବୋହୂ ଭଳିଆ। ସାନ ବୋହୂ ଭଳିଆ କେମିତି? କେବଳ ଦୁର୍ଯ୍ୟୋଧନର ପ୍ରରୋଚନାରେ ପଡ଼ି, ତାର କଥାରେ ପଡ଼ି କଥା ହେବ। ଶ୍ରୀମଦ୍ ଭାଗବତମ ମହାପୁରାଣରେ ସୁକଦେବ ଗୋସ୍ୱାମୀ ଦାନବୀର ମହାଦାନୀଙ୍କର ନାଁ ନେଉଛନ୍ତି। ସେଥିରେ ପ୍ରଥମରେ ନାଁ ଆସୁଛି ରାଜା ହରିଶ୍ଚନ୍ଦ୍ରଙ୍କର। ଦାନବୀର ମହାଦାନୀ ରାଜା ହରିଶ୍ଚନ୍ଦ୍ର। ହରିଶ୍ଚନ୍ଦ୍ର କ'ଣ କରିଥିଲେ ଆଜ୍ଞା? ରାଜା ହରିଶ୍ଚନ୍ଦ୍ର କ'ଣ କରିଥିଲେ? ସ୍ୱପ୍ନ ଆସିଲା, କେବଳ ସ୍ୱପ୍ନ, କିଛି ନୁହେଁ ଆଜ୍ଞା। କେବଳ ସ୍ୱପ୍ନରେ ବିଶ୍ୱାମିତ୍ର ଋଷି ତାଙ୍କୁ ରାଜାଙ୍କର ରାଜ୍ୟ ମାଗିଦେଲେ। ଆଉ ସେ ସ୍ୱପ୍ନରେ ସିଏ ଏ ଜିନିଷ ମାଗିଛନ୍ତି, ଆଉ ସତରେ ରାଜା ହରିଶ୍ଚନ୍ଦ୍ର ୟାକୁ ଦାନ କରୁଛନ୍ତି।
ଆପଣ ଦେଖନ୍ତୁ ଯଦି ସତରେ ରାଜା ହରିଶ୍ଚନ୍ଦ୍ର ଆକୁ ଦାନ କରୁଛନ୍ତି କିନ୍ତୁ ଋଷି ବିଶ୍ୱାମିତ୍ର ୟାକୁ ନେଲେନି। ସିଏ କହିଲେ ଯଦି ଆପଣ ମୋତେ ଦାନ ଦେଉଛନ୍ତି ଠିକ୍ ଅଛି, ଭଲ କଥା, କିନ୍ତୁ ଦାନ ଦେବା ପୂର୍ବରୁ ଆପଣ ଦାନର ଯୋଗ୍ୟ କି ନୁହଁ ଆପଣଙ୍କୁ ଗୁରୁ ଦକ୍ଷିଣା ଦେବା ପାଇଁ ପଡ଼ିବ। ଯେ ପର୍ଯ୍ୟନ୍ତ ଆପଣ ଗୁରୁ ଦକ୍ଷିଣା ଦେବେନି ମୁଁ ଦାନ କେମିତି ସ୍ୱୀକାର କରିବି। ରାଜା ହରିଶ୍ଚନ୍ଦ୍ର ସେ ଗୁରୁ ଦକ୍ଷିଣା ଦେବାର ଚେଷ୍ଟାରେ ନିଜର ପତ୍ନୀ, ନିଜର ଛୁଆ ପିଲା ସମସ୍ତଙ୍କୁ ବିକ୍ରି କରିଦେଲେ, ନିଜକୁ ମଧ୍ୟ ବିକ୍ରି କରିଦେଲେ, ସ୍ୱୟଂ ଚଣ୍ଡାଳ ହେଇଗଲେ। ଚଣ୍ଡାଳ ତଥାପି ବି ସିଏ ଋଷି ବିଶ୍ୱାମିତ୍ରଙ୍କର ଦାନକୁ ଲିଗାଲ କରିବା ଚକ୍କରରେ ଯେଉଁ ଦକ୍ଷିଣ ଦେବା ପାଇଁ ଚାହୁଁଥିଲେ ସିଏ ବି ଦେଇପାରିଲେନି। ତାଙ୍କର ଅଧୁରା ରହିଗଲା। ସେ ଚଣ୍ଡାଳ ହେଇକି ଜୀବନ ବ୍ୟତୀତ କଲେ। ଜଣେ ରାଜା, ଇଏ ହେଉଛନ୍ତି ଦାନୀ। ଦାନୀ ଏହାକୁ କୁହାଯାଏ, ମହାଦାନୀ ଏହାକୁ କୁହାଯାଏ, ଦାନବୀର ଏହାକୁ କୁହାଯାଏ। ତାପରେ ଆହୁରି କଥା ହେବ। ଏହାପରେ ଯାହାର ଉଦାହରଣ ଆସୁଛି ସିଏ ହେଉଛନ୍ତି ରାନ୍ତିଦେବ। ଆଜ୍ଞା, ଆପଣ ତ ନାଁ ବି ଶୁଣିନଥିବେ ତାଙ୍କର। ଦେଖନ୍ତୁ, ଇଏ ହେଉଛି ମିଡ଼ିଆର ପ୍ରୋପାଗାଣ୍ଡା। ଯେ ଯାହାଙ୍କୁ ଜଣେଇବା କଥା ସେସବୁ ବେଦଶାସ୍ତ୍ର ପୁରାଣରୁ ଜଣା ହେଉନାହିଁ, କେବଳ କର୍ଣ୍ଣର ଚରିତ୍ର ଭଲ ନୁହେଁ। ଆଜ୍ଞା, ମୁଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଭିଡ଼ିଓ, ମୁଁ ପ୍ରମାଣିତ କରିଦେବି। ହେଇପାରେ ଆପଣ ମାନି ନ ପାରନ୍ତି, ସିଏ ଅଲଗା ଜିନିଷ, କାହିଁକିନା ଆପଣଙ୍କ ମସ୍ତିଷ୍କରେ ସେ ଜିନିଷ ରହିଯାଇଛି। କିନ୍ତୁ ଯିଏ ଜଗନ୍ନାଥଙ୍କୁ ଗୋଇଠା ମାରିଦେଲା, ଯିଏ କୃଷ୍ଣକୁ ଗୋଇଠା ମାରିଦେଲା, କୃଷ୍ଣକୁ ଅବମାନନା କଲା, ସିଏ କ'ଣ ମଣିଷ ହେବା ପାଇଁ ଯୋଗ୍ୟ? ଆଜ୍ଞା, ସେ ମଣିଷ ହେବା ପାଇଁ ଯୋଗ୍ୟ ନୁହେଁ, ସେ ତ ପଶୁତୁଲ୍ୟ। ହଁ, ରାନ୍ତିଦେବଙ୍କ କଥା କହୁଥିଲି, ମହାନ ଦାନୀ, ଯିଏ ନିଜ ଜୀବନ ବି ଦେଇଦେଲେ। ରାନ୍ତିଦେବଙ୍କ ବିଷୟରେ ଆମେ କେବେ ପରେ ଚର୍ଚ୍ଚା କରିବା ପୁରା ଡିଟେଲରେ, କିନ୍ତୁ ତାଙ୍କ ବିଷୟରେ ଏତିକି କହିଦେଉଛି, ତାଙ୍କ ଭଳିଆ ଦାନୀ ମିଳିବା ଭାରି ମୁସ୍କିଲ, ଭାରି କଷ୍ଟକର। କାହିଁକି ନା ଏମିତି ଦାନ କରି କରି ତାଙ୍କ ପାଖରେ ଖାଇବା ଅଳ୍ପ ରହିଲା। ତାଙ୍କ ସ୍ତ୍ରୀକୁ ଦାନ କରିଦେଲେ, ପିଲାଛୁଆଙ୍କୁ ଦାନ କରିଦେଲେ, ଖାଇବା ପାଇଁ ଲୋକ ଆସନ୍ତି, ଦାନ ମାଗନ୍ତି, ତାଙ୍କୁ ଦେଇଦେଲେ। ଶେଷରେ ସିଏ ନିଜେ ମରିବାକୁ ଯାଉଛନ୍ତି, ଖାଇବା ପାଇଁ ପାଖରେ କିଛି ନାହିଁ, ମୁନ୍ଦେ ପାଣି ଥିଲା, ସେ ପାଣି ପିଇବାକୁ ଯାଉଛନ୍ତି, ସେ ମରିବା ଅବସ୍ଥାରେ ସେ ସମୟରେ ଆସିକି ଜଣେ ଦାନ ମାଗିଲା, ତାକୁ ସେ ପାଣି ମୁନ୍ଦକ ବି ସେ ଦେଇଦେଲେ, ଆଉ ମୃତ୍ୟୁବରଣ କଲେ। ଇଏ ହେଉଛନ୍ତି ରାନ୍ତିଦେବଙ୍କ କଥା କ'ଣ କହିବା ଆଜ୍ଞା, କ'ଣ କହିବା, ଶୁଣୁଥାନ୍ତୁ। ମୁଁ ମହାଦାନୀ ଦାନବୀରଙ୍କର କଥା କହୁଛି। ଏହାପରେ ଯେଉଁ ଦାନବୀରଙ୍କର କଥା ଆସୁଛି ସିଏ ହେଉଛନ୍ତି ରାଜା ଶିବି। ସ୍କୁଲ ସମୟରେ ଆପଣ ନୀତି ଶିକ୍ଷାରେ ନିଶ୍ଚିତ ଭାବରେ ପଢ଼ିଥିବେ। ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର, ତେଣୁକରି ମୁଁ ପଢ଼ିଛି ରାଜା ଶିବି। ଆଉ ଶ୍ରୀମଦ୍ ଭାଗବତ ମହାପୁରାଣରେ ତାଙ୍କ ବିଷୟରେ ଲେଖା ହେଉଛି। ସମ୍ପୂର୍ଣ୍ଣ କାହାଣୀ ଶୁଣନ୍ତୁ ଆଜ୍ଞା। ଏକଦା ଯେତେବେଳେ ରାଜା ଶିବିଙ୍କର ଚର୍ଚ୍ଚା ହେଉଥିଲା ସବୁ ଜାଗାରେ ଯେ ସିଏ ମହାଦାନୀ ଦାନବୀର, ସେତେବେଳକୁ ଇନ୍ଦ୍ରଙ୍କର ଭରସା ହେଲା ନାହିଁ। ଇନ୍ଦ୍ର ଟିକେ ରାଗିଗଲେ, ସନ୍ଦେହ କଲେ, ମୁଁ ଦେବରାଜ ଇନ୍ଦ୍ର, ମୋ ଠାରୁ ବଡ଼ କେହି ନାହାନ୍ତି। ସତରେ କ'ଣ ଇଏ ରାଜା ଶିବି, ମହାରାଜ ଶିବି ଇଏ ଦାନୀ? ଯେତେବେଳେ ଯମରାଜ କହିଲେ ଏ କଥା ଇନ୍ଦ୍ରଙ୍କୁ, ଇନ୍ଦ୍ର କହିଲେ ଚାଲନ୍ତୁ ମହାରାଜ ଶିବିଙ୍କୁ ପରୀକ୍ଷା କରିବା ପାଇଁ ଯିବା। ଯେତେବେଳେ ସିଏ ଗଲେ, ଇନ୍ଦ୍ର ହେଇଗଲେ ଗୋଟେ ଛୋଟ ପାରା, ଆଉ ଯମ ହେଇଗଲେ ଛଞ୍ଚାଣ। ଆଉ ସେ ଛଞ୍ଚାଣ ହେଇ ଯମ ପାରାକୁ ଗୋଡ଼େଇଲେ ଖାଇବା ପାଇଁ। ଆଉ ଏ ଇନ୍ଦ୍ରଦେବ ଯିଏ ପାରାର ରୂପ ନେଇଥିଲେ, ସିଏ ଯାଇକି ରାଜା ଶିବିଙ୍କ ଜଙ୍ଘରେ ବସି ପଡ଼ିଲେ ଆଉ କହିଲେ ଯେ ହେ ରାଜନ, ହେ ମହାରାଜ ରାଜା ଶିବି, ଆପଣ ସବୁଠାରୁ ବଡ଼ ଦାନୀ, ମହାଦାନୀ, ଦାନବୀର, ଆପଣ ମୋର ଜୀବନ ବଞ୍ଚାନ୍ତୁ। ଏ ଛଞ୍ଚାଣ ମୋତେ ଖାଇବା ପାଇଁ ଗୋଡ଼େଇଛି। ଛଞ୍ଚାଣ ରୂପୀ ଯମରାଜ ଯେତେବେଳେ ପହଞ୍ଚିଗଲେ, ରାଜା ଶିବି ଅଭୟ ଦାନ କଲେ। କାହାକୁ? ସେ ପାରାଙ୍କୁ, ଯେ ଇନ୍ଦ୍ରଦେବ ନିଜେ। ସେ କହିଲେ ହେ ପାରା, ହେ କୋପତ, ମୁଁ ତୁମକୁ ଅଭୟ ଦାନ କରୁଛି, ତୁମର କିଛି ହେବ ନାହିଁ। ଆଉ ଯେହେତୁ ଏ ଛଞ୍ଚାଣର ଧର୍ମ ହେଉଛି ତାର ପେଟ ଉଦର ପୁରା କରିବା, ଖାଇକି ସିଏ ତାର ପେଟ ପୂରେଇବ, ଆଉ ସିଏ ତୁମକୁ ହିଁ ଖାଇଥାନ୍ତା, ପାରାକୁ ହିଁ ଖାଇଥାନ୍ତା।
ତେଣୁକରି ମୁଁ ତାକୁ ମାଂସ ହିଁ ଦେବି, କିନ୍ତୁ ତମର ମାଂସ ନୁହଁ, କୌଣସି ଅନ୍ୟ ଜୀବର ମାଂସ ନୁହଁ। ମୁଁ ନିଜେ ରାଜା, ମୁଁ ଅନ୍ୟର କାହିଁକି କ୍ଷତି କରିବି, ଅନ୍ୟକୁ କାହିଁକି ମାରିବି? ମୋ ନିଜର ମାଂସ, ନିଜ ଦେହର ମାଂସ ଛଞ୍ଚାଣକୁ ଦେବି। ଆଉ ତମର ଯେତିକି ଓଜନ ଅଛି ହେ କୁପତ, ସେତିକି ଓଜନର ମାଂସ ମୁଁ ଛଞ୍ଚାଣକୁ ଖାଇବା ପାଇଁ ଦେବି। ନିକିତି ଅଣାଗଲା, ଗୋଟେ ନିକିତିର ଗୋଟେ ପଟେ, ତରାଜୁର ଗୋଟେ ପଟେ ସେ କୋପତକୁ ରୋକାଗଲା, ନିଜେ ଇନ୍ଦ୍ରଦେବ ଯିଏ। ଆଉ ଗୋଟେ ପଟେ ମାଂସ କାଟୁଥାନ୍ତି ରାଜା ଶିବି, ନିଜେ ତାଙ୍କ ଜଙ୍ଘରୁ ମାଂସ କାଟୁଥାନ୍ତି, ବାଜୁରୁ ମାଂସ କାଟୁଥାନ୍ତି, ମାନେ ହାତରୁ, ବାଇସେପ୍ରୁ ଯେତେ ମାଂସ ରଖୁଥାନ୍ତି, କିନ୍ତୁ ସେ କୋପତ ସହିତ, ପାରା ସହିତ କେବେ ସମାନ ହେଉନଥାଏ। ତରାଜୁ କେବେ ସମାନ ଲେଭେଲରେ ଆସୁନଥାଏ। ନିଜେ ଇନ୍ଦ୍ରଦେବ, ସିଏ ଟିକେ ଲୀଳା କରୁଛନ୍ତି, ମାୟା କରିଦେଇଛନ୍ତି, ତେଣୁକରି ସେ ଲେଭେଲକୁ ଆସିପାରୁନି। ସେ ପରୀକ୍ଷା କରୁଛନ୍ତି। ରାଜା ଶିବି ନିଜ ଦେହର ସବୁ ମାଂସ କାଟି ସାରିଲେଣି, ଦେହରେ ଆଉ ମାଂସ ନାହିଁ। ସେ କହିଲେ ଆଉ ହେବ ନାହିଁ, ନା। ନିଜକୁ ନିଜେ ଯାଇକି ସେ ତରାଜୁରେ ବସି ପଡ଼ିଲେ। ଏବେ ଯାଇକି ତରାଜୁ ସେମ୍ ଲେଭେଲକୁ ପଳେଇ ଆସିଲା। ଆଉ ଇନ୍ଦ୍ରଦେବ ଯିଏ କୋପତ ରୂପ ନେଇଥିଲେ, ସେ ନିଜ ସ୍ୱରୂପକୁ ପଳେଇ ଆସିଲେ। ଆଉ ଜାଣିଗଲେ ଯେ ରାଜା ଶିବି ହେଉଛନ୍ତି ମହାଦାନୀ, ଦାନବୀର, ଯିଏ ନିଜ ସମ୍ପୂର୍ଣ୍ଣ ଶରୀରକୁ ଦାନ କରିଦେଲେ। ଇଏ ହେଉଛନ୍ତି ଦାନୀ, ଇଏ ହେଉଛନ୍ତି ମହାଦାନୀ, ଇଏ ହେଉଛନ୍ତି ଦାନବୀର। ପୁନଶ୍ଚ ସେଇ ଶ୍ରୀମଦ୍ ଭାଗବତମ ମହାପୁରାଣରେ ଦୁଇ ଜଣ କୋପତ କୋପତୀଙ୍କର ଉଦାହରଣ ଆସୁଛି। ଆଜ୍ଞା, ଆଉ କାହା କଥା କହିବା ଆମେ? ମନୁଷ୍ୟ ନୁହେଁ, ଏମାନେ ଦାନବୀରରେ ପଳେଇ ଆଇଲେ, କୋପତ କୋପତୀ। ଦେଖନ୍ତୁ, ଜଙ୍ଗଲରେ ଜଣେ ଶିକାରୀ ଶିକାର କରି କରି ଏତେ ଭିତରକୁ ପଡ଼ିଲା ଯେ ନା ପାଣି ପାଇପାରିଲା, ନା ଖାଇବାକୁ ପାଇପାରିଲା। ଶୀତ ଦିନ, ତେଣୁକରି ସିଏ ନିଆଁ ଜଳେଇକି, କାଠରେ ନିଆଁ ଜଳେଇକି ଚୁପଚାପ ବସିଛି। ଉପରୁ କୋପତ କୋପତୀ, ଦୁଇ ଜଣ କପୁଲ, ସ୍ୱାମୀ ସ୍ତ୍ରୀ କହିପାରନ୍ତି ଆପଣ, ପତି ପତ୍ନୀ। ସେ ଉପରୁ ଦେଖିଲେ। ଇଏ କାହାଣୀ ନୁହେଁ ଆଜ୍ଞା, ଶ୍ରୀମଦ୍ ଭାଗବତମ ମହାପୁରାଣ, ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗ୍ରନ୍ଥ ରୂପୀ ଅବତାର। ସେଥିରେ କୁହାହେଉଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଦେଖିଲେ ଭୋକ ଆଉଟୁ ପାଉଟୁରେ ଏ ଶିକାରୀଟି ମରିଯିବ। ଏ କୋପତ କୋପତୀ ଉପରୁ ଦେଖୁଛନ୍ତି, ମରିଯିବ ଆଜ୍ଞା, ପାଣି ଟୋପେ ପାଉନି। ତେଣୁକରି ନିଜ ଶରୀରକୁ ଦାନ କରିଦେଲା ସେ କୋପତୀ। ସେ ନିଆଁରେ ଝାସ ଦେଲା। ଇଏ ତ ନିଜେ ମୋତେ ମାରିପାରିବନି ଧରିକି, ମୁଁ ନିଜେ ଏ ନିଆଁରେ ଜଳି ଯାଉଛି। ମୋର ଏ ପୋଡ଼ା ମାଂସକୁ, ମୋର ଦେହର ମାଂସକୁ ଏ ଶିକାରୀ ଖାଇଦେଉ, ତାର ଶରୀର ରକ୍ଷା ହେଇଯିବ। ତାପରେ ଉପରୁ ସେ କୋପତ ଦେଖୁଥାଏ, କୋପତୀ ଜଳି ଯାଉଛି, ତାର ଦୁଃଖ ନାହିଁ ଆଜ୍ଞା। କୋପତ ଭାବିଲା କୋପତୀ ଜଳି ଯାଉଛି, କିନ୍ତୁ ଏତିକି ମାଂସ ଏ ଶିକାରୀ ପାଇଁ ଯଥେଷ୍ଟ ହେବ ନାହିଁ। ତେଣୁକରି କୋପତ ବି ନିଜେ ସେ ନିଆଁରେ ଝାସ ଦେଲା। ଏମାନେ ଦାନୀ, ଏମାନେ ଦାନବୀର, ଏମାନେ ମହାଦାନୀ କୁହାଯିବାର ଯୋଗ୍ୟ ଆଜ୍ଞା, ଯୋଗ୍ୟ। ଆଉ ରହିଲା କର୍ଣ୍ଣର ଦାନ ଆଜ୍ଞା। ଦାନର ବି ପ୍ରକାର ଭେଦ ଅଛି। କର୍ଣ୍ଣର ଯେଉଁ ଦାନ ଥିଲା ଆଜ୍ଞା, ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେଇଯିବେ। ମୁଁ ଆପଣଙ୍କୁ କହିବି, ଆପଣଙ୍କ ଆଖି ବଡ଼ ହେଇଯିବ ଆଜ୍ଞା, ଆପଣଙ୍କ ଆଖି ଖୋଲିଯିବ। ଶାସ୍ତ୍ର କହୁଛି ଦାନର ପ୍ରକାର ଭେଦ ହିସାବରେ ବହୁତ ପ୍ରକାର ଅଛି, କିନ୍ତୁ ଦବାର ପ୍ରକାର ଭେଦ ହିସାବରେ 4 ପ୍ରକାରର ଦାନ ଦେଇପାରିବେ ଆପଣ। ଗୋଟିଏ ହେଉଛି ଦ୍ରବ୍ୟ ଦାନ, ତାପରେ ହେଉଛି ବିତ୍ତ ଦାନ, ତାପରେ ହେଉଛି ଜ୍ଞାନ ଦାନ, ଆଉ ତାପରେ ହେଉଛି ଅଭୟ ଦାନ। ସବୁଠାରୁ ଲୋ କ୍ୱାଲିଟି, ତଳ କ୍ୱାଲିଟି, ନିକୃଷ୍ଟ ଯେଉଁଟା ଧରଣର ଦାନ ହେଉଛି ଦ୍ରବ୍ୟ ଦାନ। ଆପଣ କାହାକୁ ଖାଇବା ପାଇଁ ଦାନ ଦେଇଦେଲେ, କପଡ଼ା ଦେଇଦେଲେ, ଗାଈ ଦାନ କରିଦେଲେ, ପଶୁପକ୍ଷୀ ଦାନ କରିଦେଲେ, ଘର ଦାନ କରିଦେଲେ, ଏସବୁ ଦ୍ରବ୍ୟ ଜିନିଷ ଆଜ୍ଞା। କର୍ଣ୍ଣ କ'ଣ ଦେଇଥିଲା ଆଜ୍ଞା? ନିଜର କୁଣ୍ଡଳ, କବଚ, ଇଏ ତ ଦ୍ରବ୍ୟ ଆଜ୍ଞା। ଇଏ ସବୁଠାରୁ ଲୋ କ୍ୱାଲିଟି। ତା ଉପରକୁ ଆସୁଛି ଆଜ୍ଞା ବିତ୍ତ ଦାନ, ମାନେ ପଇସା। କାହିଁକି ନା ପଇସା ଯଦି ଆପଣଙ୍କ ପାଖରେ ଥିବ, ତାହେଲେ ଆପଣ କୌଣସି ବି ଦ୍ରବ୍ୟ କିଣିପାରିବେ। ଯେକୌଣସି ସମୟରେ ଯେକୌଣସି ଜିନିଷ ଆପଣ କିଣିପାରିବେ। ଦ୍ରବ୍ୟ ଦାନରେ ତ ଦେଖନ୍ତୁ, ଆପଣଙ୍କୁ ଯଦି କିଏ କମ୍ବଳ ଦେଇଦେଲା, ଯିଏ ବି ଆପଣଙ୍କୁ ଦେଉ, ଆପଣଙ୍କୁ ଶୀତରୁ ସିନା ରକ୍ଷା ହେଇଗଲା, ଖରାଦିନେ କ'ଣ କରିବେ ଆପଣ? କିଛି କରିପାରିବେନି। ସେ କମ୍ବଳକୁ ଭାଙ୍ଗିକି ରଖିବେ ଅଲଗା ଜାଗାରେ କିମ୍ବା ଫୋପାଡ଼ି ଦେବେ। କିନ୍ତୁ ଯଦି ଆପଣଙ୍କ ପାଖରେ ପଇସା ଥିବ, ଆପଣ କମ୍ବଳ ବି କିଣିଲେ, କିଛି ପଇସା ସଞ୍ଚିଥିବେ, ଖରାଦିନ ପାଇଁ କିଛି ଅଲଗା ବ୍ୟବସ୍ଥା କରିବେ।
ତେଣୁକରି ଦ୍ରବ୍ୟ ଦାନ ଠାରୁ ଉପର ହେଉଛି ବିତ୍ତ ଦାନ ମାନେ ପଇସା। ତାଠାରୁ ଉପର ଦାନ ହେଉଛି ଜ୍ଞାନ ଦାନ, ଯେଉଁଟା ସାଧୁ ସଙ୍ଗ କରନ୍ତି, ଯେ ଜ୍ଞାନୀମାନେ କରନ୍ତି। ଆଉ ସେ ଜ୍ଞାନର ଅର୍ଥ କ'ଣ ଆଜ୍ଞା? ଆତ୍ମଜ୍ଞାନ, ଆତ୍ମାର ଜ୍ଞାନ। ଭୌତିକ ଜ୍ଞାନ ତ ଆଜ୍ଞା ସମାପ୍ତ ହୋଇଯିବ, କାହିଁକିନା ଭୌତିକ ଜ୍ଞାନ ଖାଇବା, ପିଇବା, ଉଠିବା, ବସିବା, ଚାକିରି କରିବା ଏସବୁ ଶରୀର ପାଇଁ ହେଉଛି। ଶରୀର ତ ଦିନେ ନା ଦିନେ ମରିଯିବ ଆଜ୍ଞା, ଶେଷ ହୋଇଯିବ, ପଞ୍ଚମହାଭୂତରେ ଲୀନ ହୋଇଯିବ। ଏ ପଞ୍ଚମହାଭୂତର ଶରୀର ମାଟିରେ ମିଶିଯିବ। ଏ ଜ୍ଞାନ ପ୍ରକୃତରେ ଜ୍ଞାନ ନୁହେଁ। ପ୍ରକୃତରେ ଜ୍ଞାନ ହେଉଛି ଆତ୍ମଜ୍ଞାନ। ଯେମିତି ମୁଁ କହିଥିଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗ୍ରନ୍ଥ ରୂପୀ ଅବତାର ଶ୍ରୀମଦ୍ ଭଗବତ ଗୀତା ଆଉ ଶ୍ରୀମଦ୍ ଭାଗବତ ମହାପୁରାଣ। ତେଣୁକରି ଶ୍ରୀମଦ୍ ଭଗବତ ଗୀତାରେ ଯେଉଁ ଜ୍ଞାନ ଅଛି ସେ ଜ୍ଞାନକୁ ଦିଆଯାଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୀତାରେ ନିଜେ କହୁଛନ୍ତି, ଭଗବାନ ଶ୍ରୀକୃଷ୍ଣ, ଯେ ହେ ଅର୍ଜୁନ, ଶେଷ 18 ନମ୍ବର ଅଧ୍ୟାୟରେ କହୁଛନ୍ତି, ହେ ଅର୍ଜୁନ, ଏହି ଜ୍ଞାନକୁ ଯିଏ ପ୍ରଚାର କରେ ତାକୁ ନିଶ୍ଚିତ ଭାବରେ ଭକ୍ତି ମିଳେ। ତାଠାରୁ ପ୍ରିୟ ମୋର ଆଉ କେହି ହେଇପାରିବେନି, ନା ବ୍ରହ୍ମା, ନା ଶିବ, ନା ଇନ୍ଦ୍ର, ନା ନିଜେ ମା ମହାଲକ୍ଷ୍ମୀ ତାର ସମ ହେଇପାରିବେ ନାହିଁ। ସିଏ ମୋର ସବୁଠାରୁ ଅଧିକ ପ୍ରିୟ। ତାକୁ ନିଶ୍ଚିତ ଭାବରେ ଭକ୍ତି ମିଳେ। ଆଉ ଶରୀର ତ୍ୟାଗ କରିସାରିଲା ପରେ ସିଏ ମୋ ପାଖକୁ ଫେରିଆସିବ ଅନାୟାସରେ। ତେଣୁକରି ମୁଁ ଶ୍ରୀମଦ୍ ଭଗବତ ଗୀତାର 17 ଆପଣଙ୍କୁ କହୁଛି। ଏବେ ତ ଆମେ ଦ୍ୱିତୀୟ ଅଧ୍ୟାୟ 21 ନମ୍ବର ଶ୍ଲୋକକୁ ପହଞ୍ଚି ସାରିଲେଣି। କାଲି ମୁଁ କହିବି 22 ନମ୍ବର ଶ୍ଲୋକ। ଶୁଣୁଥାନ୍ତୁ, ଜୀବନକୁ ସାର୍ଥକ କରୁଥାନ୍ତୁ। ତେଣୁକରି ଇଏ ହେଉଛି ଆଜ୍ଞା ଜ୍ଞାନ ଦାନ। ଜ୍ଞାନରେ ଆପଣ ଜାଣିପାରିବେ ମୁଁ କିଏ, ମୁଁ ଆତ୍ମା, ମୋର କନେକ୍ସନ୍ ପରମାତ୍ମା ସହିତ, ଭଗବାନ ସହିତ। ଇଏ ହେଉଛି ଜ୍ଞାନ ଦାନ। ତୃତୀୟ ନମ୍ବର ଆସିଲା ଜ୍ଞାନ ଦାନ। ତାଠାରୁ ବଡ଼ ଜ୍ଞାନ ହେଉଛି ଅଭୟ ଦାନ। ଅଭୟ ଦାନ ଏତେ ସହଜ ନୁହେଁ ଆଜ୍ଞା, ଇଏ ଟପ୍ ଲେଭେଲର ଦାନ। ଜ୍ଞାନୀ ତ ଚାଲନ୍ତୁ, ଜ୍ଞାନ ଆପଣ ଦେଇଦେଲେ, ସେ ଜୀବନରେ ଲଗେଇବ, ଆଗକୁ ବଢ଼ିଲା। କିନ୍ତୁ ଅଭୟ ଦାନ, ତାର ବୁଢ଼ା ବୟସରେ ତାର ଦେହ ଖରାପ ହେଲେ ତାକୁ ମରିବାକୁ ଆପଣ ଦେଇପାରିବେନି, ତାକୁ ବଞ୍ଚିବା ପାଇଁ ତାର ଜୀବନ ସାରା ଆପଣ ରକ୍ଷା କରିବେ ତାକୁ। ଇଏ ହେଉଛି ଅଭୟ ଦାନ। ବହୁତ ବଡ଼ ଦାୟିତ୍ୱ ଇଏ ଆଜ୍ଞା। ଅଭୟ ଦାନ ମାନେ ବୁଝି ନିଅନ୍ତୁ, ଜଣେ ସାଧୁ ଗୋଟେ ଛୁଆକୁ ନେଲେ, ମାନେ ଯେଉଁଟା କହନ୍ତି ପାଳିତ, ତାକୁ ପାଳିଲେ, ପୋଷିଲେ, ତାକୁ ଜ୍ଞାନ ଦାନ ଦେଲେ, ଆତ୍ମଜ୍ଞାନ ଦେଲେ, ତାକୁ ଜୀବନ ସାରା ରକ୍ଷା କଲେ, ଘରେ ରଖିଲେ, ଖରା ବର୍ଷା ଶୀତ, ଦେହ ଖରାପ ହେଲେ ତାକୁ ବଞ୍ଚେଇଲେ, ଚିକିତ୍ସା କଲେ, ସବୁ କଲେ, ଶେଷରେ ତାକୁ ନେଇକି ଭଗବାନ ପାଖରେ ପହଞ୍ଚେଇଲେ ଆତ୍ମଜ୍ଞାନ ଦେଇକି। ଇଏ ହେଉଛି ଅଭୟ ଦାନ। ଅଭୟ ଦାନ ସମସ୍ତେ ଦେଇପାରିବେ ନାହିଁ। ଇଏ ସବୁଠାରୁ ବଡ଼ ଦାନ ଆଜ୍ଞା। ଇଏ ହେଉଛି ଦାନର ପ୍ରକାର ଭେଦ, 4 ପ୍ରକାରର। ତେଣୁକରି ଏସବୁ ଦାନକୁ ଦେଖିଲେ କର୍ଣ୍ଣର ଯେଉଁ ଦାନ ହେଉଛି ସବୁଠାରୁ ଲୋ କ୍ୱାଲିଟିର ଦାନ। ଦ୍ରବ୍ୟ ଦାନ, କବଚ ଆଉ କୁଣ୍ଡଳ। ତେଣୁ ସେମିତି ଦେଖିଲେ ବି କର୍ଣ୍ଣ ଅଭୟଦାନ ଦେଇପାରିବନି। ଅଭୟଦାନ କିଏ ଦେବ ଆଜ୍ଞା? କିଏ ତ ଭଗବାନଙ୍କୁ ଚିହ୍ନି ପାରୁନି, ଭଗବାନଙ୍କର ଶରଣାଗତି ହେଉନି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ନିଜେ ତା ସାମ୍ନାରେ ଠିଆ ହେଇଛନ୍ତି, ତାକୁ କହୁଛନ୍ତି, ହେ କର୍ଣ୍ଣ, ତୁ ଜ୍ୟେଷ୍ଠ ପାଣ୍ଡବ, ତୁ ଅଧର୍ମର ସଙ୍ଗ କର ନା, ଯାହା କଲୁ କଲୁ। ଦ୍ରୌପଦୀକୁ ଯେମିତି କହିଲୁ, ଦୁର୍ଯ୍ୟୋଧନର ସାଙ୍ଗ ଦେଲୁ। କିନ୍ତୁ କର୍ଣ୍ଣ କ'ଣ କହୁଛି ଆଜ୍ଞା? ଯେତେବେଳେ ମୋତେ କିଏ ସାହାଯ୍ୟ କରିନଥିଲେ, ମୋତେ ସମସ୍ତେ ସୁତପୁତ୍ର କହୁଥିଲେ, ସେତେବେଳକୁ ମୋତେ ଦୁର୍ଯ୍ୟୋଧନ ସାହାଯ୍ୟ କରିଥିଲା, ମୋତେ ରାଜା କରିଥିଲା। ମୁଁ ଦୁର୍ଯ୍ୟ ପାଇଁ ସବୁ କିଛି କରିବି। ନିଜେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ କର୍ଣ୍ଣ, ତୁ ଏ ଭୁଲ କାମ କରନା। କର୍ଣ୍ଣ ଜାଣିଥିଲା ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ନିଜେ ନାରାୟଣ, ନିଜେ ଭଗବାନ, ତଥାପି ତାଙ୍କ କଥା ମାନୁନି। ଇଏ ଅହଙ୍କାରୀ ତ। ଆପଣ ଦେଖୁନାହାନ୍ତି, ଆପଣଙ୍କୁ ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟେ ପଟେ ଠିଆ ହେଇଛନ୍ତି, ଆଉ ଗୋଟେ ପଟେ ଆପଣଙ୍କର ସଖା ସହୋଦର, ଭାଇ ଭଉଣୀ, ମାତା ପିତା ସମସ୍ତେ ଠିଆ ହେଇଛନ୍ତି, ଯଦି ଆପଣଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ କହନ୍ତି ଆ ମୋ ପାଖକୁ ପଳେଇଆ, ଆଉ ଏପଟେ ମାତା ପିତା, ଭାଇ ଭଉଣୀ, ସଖା ସହୋଦର ସମସ୍ତେ କହୁଛନ୍ତି ଆମ ପାଖକୁ ପଳେଇଆ, ଆପଣ କାହା ପାଖକୁ ଯିବେ ଆଜ୍ଞା? ନିଜେ ଡିସାଇଡ୍ କରନ୍ତୁ। ତେଣୁକରି କର୍ଣ୍ଣ ଜାଣିଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜେ ଅହଙ୍କାରରେ ରହିଲା ଯେ ମୁଁ ଜୀବନ ଦେଇଦେବି ଦୁର୍ଯ୍ୟୋଧନ ପାଇଁ। ଆରେ ନିଜେ ଜଗନ୍ନାଥ, ନିଜେ ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସିକି ତତେ କହୁଛନ୍ତି ମୋ ପାଖକୁ ଆସ, ମୁଁ ଭଗବାନ, ଧର୍ମର ସାଙ୍ଗ ଦେ। କିନ୍ତୁ ନା, ସେ ଦୁର୍ଯ୍ୟୋଧନର ସାଙ୍ଗ ଦେଲା, ଜାଣି ଶୁଣିକି ବି। ମାତା ଦ୍ରୌପଦୀଙ୍କୁ କେତେ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରିଥିଲା, କେବଳ ଦୁର୍ଯ୍ୟୋଧନ ପାଇଁ। ତେଣୁକରି ଆମର ଶାସ୍ତ୍ରରେ ଲେଖା ହେଇଛି, ଛୁଆବେଳୁ ଆମକୁ ଶିଖା ହେଇଛି, ଚୋର ସାଙ୍ଗରେ ରହିଲେ ଚୋର, ତୁ ବି ଚୋର ହେଇଯିବୁ, ତତେ ବି ଦଣ୍ଡ ମିଳିବ।
ଜ୍ୟେଷ୍ଠ ପାଣ୍ଡବ କର୍ଣ୍ଣ ଥିଲା, କର୍ଣ୍ଣ ନିଃସନ୍ଦେହ ଜ୍ୟେଷ୍ଠ ପାଣ୍ଡବ ଥିଲା, କିନ୍ତୁ କୁସଙ୍ଗରେ ପଡ଼ି, ଦୁର୍ଯ୍ୟୋଧନ ସଙ୍ଗରେ ପଡ଼ି, ଦୁଶାସନ ଶକୁନି ସଙ୍ଗରେ ପଡ଼ି ତାର ଏ ଅବସ୍ଥା। କର୍ଣ୍ଣ ଭଲ ଚରିତ୍ର ନୁହେଁ ଆଜ୍ଞା, ହେଇପାରେ ସେ ସୂର୍ଯ୍ୟପୁତ୍ର କର୍ଣ୍ଣ, କିନ୍ତୁ ଏଇ କଥା କହୁଛି ଜୀବନରେ ସେ କିଛି ଭଲ କାମ କରିନି ଆଜ୍ଞା। ଯିଏ ଜଗନ୍ନାଥଙ୍କୁ ଗୋଇଠା ମାରିଦେଲା, ଯିଏ କୃଷ୍ଣଙ୍କୁ ଗୋଇଠା ମାରିଦେଲା, ତାଙ୍କ କଥାକୁ ନ ମାନିଲା, ଦାନୀ ତ ବହୁତ ଅଲଗା ଜିନିଷ ଆଜ୍ଞା। ପ୍ରଥମେ ସେ ମଣିଷ ହେବାର ଯୋଗ୍ୟ ନୁହେଁ, ମଣିଷ ହେବାର ଯୋଗ୍ୟ ନୁହେଁ। ଆଉ ସେମିତି ବି ଆଜ୍ଞା ଦାନକୁ ଆପଣ ଜାଣିଛନ୍ତି, ଗୀତାରେ ବି କୁହାଯାଇଛି ଦାନ ବି 3 ପ୍ରକାରର, 4 ପ୍ରକାରର ଆକ୍ଚୁଆଲି। ଦିବ୍ୟ ଦାନ, ସାତ୍ଵିକ ଦାନ, ତାମସିକ ଦାନ ଆଉ ରାଜସିକ ଦାନ। କର୍ଣ୍ଣର ଦାନ ସବୁଠୁ ନିଚ କ୍ୱାଲିଟିର, ଏଠି ବି ଦେଖିଲେ ବି ନିଚ କ୍ୱାଲିଟିର, ତମଗୁଣୀ ଦାନ। ଅହଙ୍କାରରେ ଥିଲା ଆଜ୍ଞା, ସିଏ ଯାହା ବି ଦେଇଥିଲା ସେ ଅହଙ୍କାରରେ ଦେଇଥିଲା। କବଚ କୁଣ୍ଡଳ ମୁଁ ଦେଖ ଦଉଛି, ମୁଁ ଦାନୀ, ସେଇଥିପାଇଁ ତ ସିଏ କରୁଥିଲା ନା। ସକାଳୁ ଗାଧୋଇ ସାରିଲା ପରେ, ସ୍ନାନ କରିସାରିଲା ପରେ, ସୂର୍ଯ୍ୟଦେବଙ୍କୁ ନିଜ ପିତାଙ୍କୁ ତର୍ପଣ କରିସାରିଲା ପରେ ସେ କହିଥିଲା, ଯିଏ ଯାହା ମାଗିବ ମୁଁ ଦେବି। ଏ ତମଗୁଣୀ ଦାନ, ତାର ଜ୍ଞାନ ନାହିଁ, କାହାକୁ ଦାନ ଦିଆଯାଏ କାହାକୁ ନାହିଁ, ତାର ନିୟମ ବି କୁହାହେଇଛି। ଯେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯାଇକି କହିଲେ, ଭଗବାନ ଶ୍ରୀକୃଷ୍ଣ କହିଲେ, ତମେ ସୂର୍ଯ୍ୟପୁତ୍ର, କୁନ୍ତୀ ପୁତ୍ର, ତମେ ଆସ, ପାଣ୍ଡବମାନଙ୍କ ପକ୍ଷରେ ଯୁଦ୍ଧ କର, ତମେ ଯେହେତୁ ଜ୍ୟେଷ୍ଠ ପାଣ୍ଡବ, ରାଜ୍ୟ ତମେ ଭୋଗିବ, ତମେ ମହାରାଜ ହେବ, ଯୁଧିଷ୍ଠିର ତମ ତଳେ ରହିବ। କିନ୍ତୁ ଏ କଥାକୁ ସେ ମାନିନଥିଲେ, ଧର୍ମର ସାଙ୍ଗ ଦେଇନଥିଲେ, ଜଗନ୍ନାଥଙ୍କ କଥା ମାନିନଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କ କଥା ମାନିନଥିଲେ। ତେଣୁକରି ଦାନ ଦେବାର ବି ତାର କ୍ୱାଲିଟି ଅଛି। କିଛି ଜିନିଷ ଦେଖାଯାଏ, ସ୍ଥାନ, କାଳ, ପାତ୍ର, ଆଉ ସିଏ କେଉଁ ମାନସିକତାରେ ଅଛି। କର୍ଣ୍ଣର ଯେଉଁ ମାନସିକତା ଥିଲା ସେ ସାତ୍ଵିକ ନଥିଲା ଆଜ୍ଞା, ଅହଙ୍କାରରେ ଥିଲା, ସିଏ ଅହଙ୍କାରରେ ଦାନ ଦେଉଥିଲା। ତେଣୁକରି ଏଠି ବି ତାର ଦାନ ଦେବାର କିଛି ମୂଲ୍ୟ ନାହିଁ, ଶୂନ୍ୟ ହେଇଗଲା ଆଜ୍ଞା, ଦାନ ଶୂନ୍ୟ ହେଇଗଲା, କାହିଁକିନା ସେ ଅହଙ୍କାରରେ ଦେଇଥିଲା। ମୁଁ ଯେତିକି ଦାନୀଙ୍କ କଥା କହିଲି, ମହାଦାନୀ ଦାନବୀରଙ୍କ କଥା କହିଲି, ଏ ସମସ୍ତଙ୍କ ପାଖରେ ଗୋଟେ କମନ୍ ଜିନିଷ ହେଉଛି, ଏମାନେ ଭଗବାନଙ୍କର ଭକ୍ତ ଥିଲେ, ଏମାନେ ସମସ୍ତେ ସାଧୁ ଥିଲେ। ରାନ୍ତି ଦେବଙ୍କ କଥା ଦେଖନ୍ତୁ, ମହାରାଜ ଶିବଙ୍କ କଥା ଦେଖନ୍ତୁ, ମହାରାଜ ହରିଶ୍ଚନ୍ଦ୍ରଙ୍କ କଥା ଦେଖନ୍ତୁ, ଏମାନେ ସମସ୍ତେ ଆଜ୍ଞା ଭକ୍ତ ଥିଲେ। ପ୍ରୋବ୍ଲେମ୍ ହେଉଛି ସେଇଟା, କର୍ଣ୍ଣ ଭକ୍ତ ନଥିଲା। ଆଉ ମଣିଷ ଜୀବନର ଆରମ୍ଭ ତ ଭଗବାନଙ୍କର, କୃଷ୍ଣ ଚେତନାରୁ, ଜଗନ୍ନାଥ ଚେତନାରୁ, ଭକ୍ତିରୁ। ଆଉ ଯିଏ ଭକ୍ତି କରୁନାହିଁ ମାନେ ଆପଣ ଭାବି ଦିଅନ୍ତୁ ସେ ମଣିଷ କେଉଁ ଭଳିଆ ହେବ। ଉଦାହରଣ ଦେଉଛି, ଜଣେ ସୁନ୍ଦର ସ୍ତ୍ରୀ ଲୋକ, ତାର ସବୁ ମେକଅପ୍ ନେଇଛି, ସୁନ୍ଦର କରିଛି, ପ୍ରସାଧନ କରିଛି, ବଢ଼ିଆ ଗହଣା ଗାଣ୍ଠି ପିନ୍ଧିଛି, କିନ୍ତୁ ଦେହରେ ବସ୍ତ୍ର ନାହିଁ ଆଜ୍ଞା। ଇଏ ସେଇଭଳିଆ ମଣିଷ ଜୀବନ, ଯାହା ହୃଦୟରେ ଜଗନ୍ନାଥ କୃଷ୍ଣ ପାଇଁ ଭକ୍ତି ନାହିଁ। କର୍ଣ୍ଣ ସେଇଭଳିଆ, ଭଲ ଚରିତ୍ର ନୁହେଁ କର୍ଣ୍ଣ। ଏ କଥାକୁ ବୁଝନ୍ତୁ, ଆଜି ନହେଲେ କାଲି ବୁଝିବେ ଆଜ୍ଞା, ଆଜି ନହେଲେ କାଲି ଜଗନ୍ନାଥଙ୍କ ଶରଣ ହେବେ, ଜାଣିପାରିବେ ଦାନୀ କିଏ। ଅହଙ୍କାରରେ ଦିଆଯାଇଥିବା ଦାନକୁ ଦାନ କୁହାଯାଏନି ଆଜ୍ଞା, ସେ ଦାନର କିଛି ମୂଲ୍ୟ ନାହିଁ। ଦାନ ଦେବାର ଯେଉଁ କଥା କହୁଥିଲି, ଆଉ ଗୋଟେ ଜିନିଷ ହେଉଛି, ଦାନ ଦେଲା ପରେ ଗ୍ଲାନି ଯେମିତି ଆପଣଙ୍କର ନ ହୁଏ, ଯେ ମୁଁ ଦାନ ଦେଇଥିଲି, ତାକୁ 1,00,000 ଟଙ୍କା ଦାନ ଦେଇଥିଲି, ଭୁଲ ହେଇଗଲା, ଏମିତି କରିବେନି। ଇଏ ଦାନୀର ଲକ୍ଷଣ ନୁହେଁ। ଆଉ କର୍ଣ୍ଣର ଯେଉଁ ଦାନ ଥିଲା, ସିଏ ତ ତମଗୁଣୀ ଦାନ ହେଇଥିଲା, ସବୁଠୁ ତଳ ଦାନ, ପୁଣି ଦ୍ରବ୍ୟ ଦାନ, ଏଠି ବି ତଳେ। ତେଣୁକରି ଇଏ କୌଣସି ଦାନୀର ଲକ୍ଷଣ ନୁହେଁ ଆଜ୍ଞା। ହଁ, ଯେଉଁ ମହାଦାନୀ କଥା କୁହାହେଉଛି, ଦାନବୀର କଥା କହୁଛି, ସେ କ୍ୟାଟେଗୋରୀ ତ ସିଏ ଆସିପାରିବନି। ଆଉ ରହିଲା ଆଜ୍ଞା ଦାନୀର ଯେଉଁ ଲକ୍ଷଣ ଆପଣ କହୁଛନ୍ତି, ସେଥିରେ ବି ସିଏ ନାହିଁ। ତାଠାରୁ ବଡ଼ ଦାନୀ ତ ଆପଣମାନେ ସମସ୍ତେ ଆଜ୍ଞା, ଆପଣ ବିଶ୍ୱାସ କରୁନାହାନ୍ତି ନା, ମୁଁ ପ୍ରମାଣ କରିଦେବି। ମୁଁ ଆପଣଙ୍କର କିଏ ଆଜ୍ଞା? କେହି ନୁହଁ, ଇତର ଲୋକଟେ, ଇତର ପିଲାଟେ। ମୋରି ଭିଡ଼ିଓ ଆପଣ ଦେଖୁଛନ୍ତି କମ୍ ସେ କମ୍ 25 ମିନିଟ୍ ଉପରେ ହେବ। ଆପଣଙ୍କର ଜୀବନର ମୂଲ୍ୟବାନ ସମୟ, ଆପଣଙ୍କର ଜୀବନରେ ଯଦି କିଛି ମୂଲ୍ୟବାନ ଜିନିଷ ଥାଏ, ସେ ହେଉଛି ସମୟ। ମୋ ଭଳିଆ ଗୋଟେ ଲୋକକୁ ଆପଣ ଏତିକି ସମୟ ଦେଇକି ଦେଖି ସାରିଲେଣି ଏ ଭିଡ଼ିଓ ବର୍ତ୍ତମାନ ପର୍ଯ୍ୟନ୍ତ, ଭାବିପାରୁଛନ୍ତି? ତାମାନେ ଆପଣଙ୍କ ଠାରୁ ଆଉ ବଡ଼ ଦାନୀ କିଏ ହେବ ଆଜ୍ଞା? ଆପଣ କେଉଁଥିପାଇଁ ଦେଖୁଥିଲେ ଏ ଭିଡ଼ିଓ? ଏଇଥିପାଇଁ ଦେଖୁଥିଲେ, ନିଜ ପାଇଁ ଜ୍ଞାନ ଆହରଣ କରିବା ପାଇଁ। ଆପଣ ଅହଙ୍କାରରେ ଦେଖୁନଥିଲେ। କର୍ଣ୍ଣ ତ ଅହଙ୍କାରରେ ଦାନ ଦେଉଥିଲା। ଆପଣ ଯେଉଁ ସମୟ ଦେଲେ, ସମୟ ଦାନ ଦେଲେ ଅହଙ୍କାର ପାଇଁ ନୁହଁ, ଜ୍ଞାନ ଦାନ ପାଇଁ, ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ, ଭକ୍ତି ପାଇଁ। କର୍ଣ୍ଣଠୁ ତ ଆପଣ ବଡ଼ ଦାନୀ ହେଇଗଲେ ଆଜ୍ଞା। କର୍ଣ୍ଣ କ'ଣ ଦାନୀ ଆପଣଙ୍କ ସାମ୍ନାରେ? ଜାଣିପାରିଲେ ଆଜ୍ଞା ଦାନର ମହତ୍ଵ କ'ଣ? ତେଣୁକରି କର୍ଣ୍ଣ କିଛି ବଡ଼ ଦାନୀ ନୁହେଁ ଆଜ୍ଞା, ନାହିଁ।
ଏ କଥାକୁ ବୁଝନ୍ତୁ, ଜୀବନକୁ ସାର୍ଥକ କରନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।